কবি কইলে গট কনক গট কনক কইলে সুনা সুনারে গোটা গট তৈরি হয়েছি লঙ্কারে এতে বড় হয়েছে যে কবি তাকে বর্ণনা করে পারু না সে গট বেঢা গট বড় করি গড নিগড কোন যদি গডুকু সে বেঢা উপরে রখিবু পুଣି କନକେ ଗଢା ଗଟ ସେ ବେଢା ଉପରେ ଆଉ ଗୋଟା କନକର ଗଟ ତିଆରି ହେଇଛି ପୁଅ ତା ଚିତ୍ର ବଡ ତା ଚିତ୍ରଟା ବଡ ବଡ ଇଏ ଗଡ ନିର୍ମାଣ ହେଇ ସାରିବା ପରେ ଆଉ ଯେତେ ସୁନାର ଛଟ ବଳିଲା କପି କହିଲେ ତାକୁ ଯଦି 1000 ଶଗଡ଼ରେ ସେ କନକ ଛଡ଼କୁ ରଖାଯାଏ ତାହେଲେ ଆହୁରି ସୁନାର ଛଡ଼ ଗୁଡା ବଳିବ କଣ ଆମର 2-4 ରାତି ଖଣ୍ଡେ ପାଲା ପକଉନ ଧାନ୍ତେ ଏଠିକି ରାଜୁ ଭାଇ 4 ରାତି ପାଲା କଲେ ତମେ କଣ କରିବ ସେଠି ମୁଁ 2-4 ଖଣ୍ଡ ଛଡ଼ ଆଣିବି ମାନେ କଣ କରିବ ଭାଉଜ ପାଇଁ ନାକକୁ ଫସଲ ତିଆରି କରିବ ପାଟି କରନି ନହେଲେ ନାହିଁ ପାଟି କରନି ନହେଲେ ନାହିଁ ପୁଅ ଗଲା ସୁବର୍ଣ୍ଣର ବଡ କଥା ସେ ରାଜ୍ୟର ନାରୀ ମାନେ କଣ ଭଲ ପାଆନ୍ତି କଣ ଭଲ ପାଆନ୍ତିନି ଆଜ୍ଞା କବି ସମ୍ରାଟ ଭଞ୍ଜ ପୁଅ କହିଲେ କଲା ରଜତେ ନଥାଏ ନାରୀ ରଜତେ ନଥାଏ ନାରୀ ମୁଣ୍ଡ ଖରାପ ମୁଣ୍ଡ ଖରାପ ହେଲାଣି ସାର ଧାନ୍ତି ବାଜୁଛି ମୁଣ୍ଡ କାମ କରୁନି ମୁଣ୍ଡ କାମ କରୁନି କାହିଁକି କଣ ବୋଲିଲ ରଜତେ ନଥାଏ ନାରୀ ଆଦର ପୁଣି ରଜତରେ ଥାଏ ନାରୀ ଆଦର କବି କିଏ କହିବୁ କବି କିଏ ଭଞ୍ଜ ଭଞ୍ଜଙ୍କର ଗୋଟାଏ ପଦଟା 2ଟା ଅର୍ଥ ହବ କଥାରେ କହନ୍ତିନି ହେଲେ ଭଞ୍ଜ ମଞ୍ଜ ତମକୁ ତ ଆସୁନି ଗୋଟେ ରଜତେ ନଥାଏ ନାରୀ ଆଦର ଆଜ୍ଞା ରଜତ କହିଲେ ହେଲା ରୂପା ସେ ରାଜ୍ୟର ନାରୀ ମାନେ ରୂପାକୁ ଆଦର କରନ୍ତିନି ରଜତ କହିଲେ ଆଜ୍ଞା ହେଲା ସୁନା ସେ ରାଜ୍ୟର ନାରୀ ମାନେ ସୁନାକୁ ଆଦର କରନ୍ତି ଇଏ ଗଲା ନାରୀଙ୍କ କଥା ସେ ରାଜ୍ୟରେ କଣ ଥିଲା କଣ ନଥିଲା ଆଉ ଗୋଟା ପଦ ଛାନ୍ଦ ରାଗ ହେଲା ଚୋଖି କବି କିଏ କବିଙ୍କ ନାଁ ନ କହିଲେ କଣ ହବ ନାଇଁ କହ ରହ କବି କିଏ ନା କବି ହେଲେ ଆପଣ ମାନଙ୍କର ଯଦୁମଣି ମହାପାତ୍ର କଣ କହିଲେ କଳାରେ ଗୋଚର ନାହିଁ ଗୋଚର ନାହିଁ ଜହିରେ ଚଉର ଶବ୍ଦ ଶ୍ରୁତିରେ
ଗୋଚର ଅଛି ଚଉର ଶବ୍ଦ ଶ୍ରୁତିରେ କଣ ବୁଝିଲୁ? ଗୋଚର ଅର୍ଥାତ ଯାହା ଜଣା ନାହିଁ ବା ଗୋଚର ନାହିଁ। ଅଗୋଚର କୋଉ କଥା ନା ଚଉର ଶବ୍ଦ ଶ୍ରୁତିରେ ଚଉର ମାନେ ରାକ୍ଷସ ରାଜା ରାବଣ ରାଜ୍ୟରେ କେବେ ଶୁଣିନି ତା ରାଜ୍ୟରେ ଚୋର ଭୟ ଅଛି। ପୁଣି କବି କହିଲେ ଗୋଚର ଅଛି ଚଉର ଶବ୍ଦ ଶ୍ରୁତିରେ। ଗୋଚର ଅର୍ଥାତ୍ ଗୋ ଯୁକ୍ତ କସର ସମାନ ଗୋଚର। ଗୋଚର ପଡିଆ ଗୋରୁ ଚରିବା ପାଇଁ ପଡିଆ ଗୋଚର ପଡିଆ ରାଜ୍ୟରେ ବହୁଳ ଭାବରେ ଥିଲା। ଗୋଟିଏ ବିଟପି ନାହିଁ। ବିଟପି କହିଲେ ବେଶ୍ୟା। ସେ ରାଜ୍ୟରେ ବେଶ୍ୟା ନାହାନ୍ତି। ସେ ରାଜ୍ୟରେ ବେଶ୍ୟା ନାହାନ୍ତି। ନା ନା କବି କହିଲେ ବିଟପି ଅଛନ୍ତି ବହୁ ବିଟପିର ସହି। ବିଟପିର ଅନ୍ୟ ନାମ ହେଲା ଆଜ୍ଞା ବୃକ୍ଷ। ବୃକ୍ଷ ସେ ରାଜ୍ୟରେ ବହୁତ ବୃକ୍ଷ ଗୁଡିଏ ଥିଲା। ମଧୁପେ ହୀନ ମଧୁପ ଅଛି ଜହିରେ। ଅରେ ପୁଅ ମଧୁପ କହିଲେ କଣ ନା ଭ୍ରମର। ଭ୍ରମର ବସେ କୋଉଠି? ଫୁଲ ଉପରେ। ସେ ରାଜ୍ୟରେ ଭ୍ରମର ମାନେ ନାହାନ୍ତି। ପୁଣି କବି କହିଲେ ଭ୍ରମର ଅଛନ୍ତି। ପୁରୁଷ ରୂପକ ଭ୍ରମର ମାନେ ନାରୀ ରୂପକ ଫୁଲକୁ ଚୁମ୍ବନ ଦାନ କରିବା ପାଇଁ ସେ ରାଜ୍ୟରେ ବହୁଳ ଭାବରେ ଅଛନ୍ତି। ଗଣିକାରେ ଲମ୍ପଟ ନାହିଁ। ଗଣିକା କହିଲେ ବେଶ୍ୟା, ଲମ୍ପଟ କହିଲେ ବିଟ ପୁରୁଷ। ବେଶ୍ୟା ସାଙ୍ଗରେ ବିଟ ପୁରୁଷର ଭାବ ନଥିଲା। ନା 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 ପୁଣି କବି କହିଲେ ଗଣିକା ଶିରମଣ୍ଡନ କରନ୍ତି ରହି। ପୁଅ ଗଣିକା କହିଲେ ଜୁଇ ଫୁଲ। ସେ ରାଜ୍ୟର ନାରୀ ମାନେ ଜୁଇ ଫୁଲକୁ ଶ୍ରଦ୍ଧାବଶତଃ ଆଣି ମତରେ ଧାରଣ କରନ୍ତି। ଇଏ ଗଲା ସାହିତ୍ୟ। ଗୋଟା ପଦ ସଂସ୍କୃତ ଗାଇବି ଆଜ୍ଞା। ପୁଅ କବି ହେଲେ କାଳିଦାସ, ବହି ହେଲା କୁମାର ସମ୍ଭବ। ଆଣ ଗୋଟା ପଦ ଶ୍ଲୋକ। କବି କଣ କହିଲେ? କହିଲେ ଗଙ୍ଗା ସ୍ରୋତ ପରିକ୍ଷିପ୍ତ ସମ୍ଭ୍ରାନ୍ତ ଜଳିତ ସଭି ମଣି ସେ ଆଚାର ମନୋହର। ସେ ନଗରୀର ଚତୁଃପାର୍ଶ୍ୱରେ ସମୁଦ୍ର ପ୍ରଧାବିତ ହଉଥିଲା। ଲଙ୍କା କଟକଟା କୋଉଠି ନା ସମୁଦ୍ର ମଝିରେ। ଚତୁଃପାର୍ଶ୍ୱରେ ଜଳ। ପ୍ରାଚୀର ବକ୍ର ତରୁଲତା ମାନଙ୍କ ଆଲୋକରେ ସେ ରାଜ୍ୟଟା ଝଲମଲ ଝଲମଲ ଦେଖା ଯାଉଥିଲା। ଇଏ ଗଲା ନଗର କଥା। ପୁଅ ରାଜା ରୂପ କେମିତି? ଆରେ ଆଉ ଗୋଟେ ମତ ଶ୍ଲୋକ। କବି ହେଲେ କାଳିଦାସ। କଣ କହିଲେ ନା ବାହୁ ସାର ବୃକ୍ଷ ବୃହତ ଦେଶ ବୃହତ ସାରିତ ବୃକ୍ଷ ଦର୍ଶୀ ଉଚ୍ଚସ୍ତନ ରଙ୍ଗ ଚକ୍ଷୁ। ଶାଳ ଗଛର ମଉସା ମୂଳଟା ଯେତିକି ମୋଟା ରାବଣର ବାହୁ କହିଲେ ହାତ ଗୁଡା ହଉଛି ସେତିକି ମୋଟା। ବୃହତ କେଶ। କେଶ କହିଲେ କଣ? ଚୁଟି ବା ବାଳ। ଏଇଟା କହନି ସାର୍। ସେ ଶବ୍ଦଟା ଶୁଣିବାକୁ ମୋତେ ଭଲ ଲାଗୁନି। କେଶ କହ, ଚୁଟି କହ, ବାଳ କଣ କହୁଛ? ଜଣେ ଗାଏ କହିକି ବାଳ କହିବ? କଣ ବାଳ ଶବ୍ଦଟା ଗୋଟେ ଖରାପ ଭାଷା? ସେଟା ତୁଣ୍ଡକୁ ଭଲ ଲାଗୁନି। ଭଲ ଲାଗୁନି? ନାଇଁ 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 ଚୁଟି ତାମାନେ ନୀଳାଚଳ ନିଖିଳ ଉତ୍କଳ ପାଲା ସଂଘରେ ଯେତେ ଗାୟକ ଅଛନ୍ତି ସବୁଠୁ ବିଷ୍ଣୁ ଦାସ ଖରାପ ଭାଷା ପ୍ରୟୋଗ କରୁଛି। ଯଦି ବାଳ ବିଷୟରେ କହିବୁ ରାତି ଯାକ ପାଲା କରିବି ଖାଲି ବାଳ 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 ବାଳ। ସବୁଆଡେ ବାଳ ଲେଖା ହେଇଥିବ। ଯୋଉ ବହି ଦ୍ୱାରା ଆଣିବୁ ଲେଖା ହେଇଥିବ ବାଳ। ଗୋଟିଏ କି ଦିଟି ପ୍ରମାଣ ଦେଖାଦେଲେ ବାଳ ବିଷୟରେ ଦେବି। ଗୋଟେ ପ୍ରମାଣ ଶୁଣିବୁ? ଆଣେ ଗୋଟେ ପ୍ରମାଣ। ଆଜ୍ଞା ପୁରାଣ ତ ହବ ସମସ୍ତେ ଶୁଣିବ, ତା ଭିତରେ ଅଲଗା କଥା ନ କହିଲେ ପୁରାଣ ହେଇପାରିବ। ଆଣେ ଗୋଟେ ପଦ। କଲା ଗ୍ରହଣ କାନନ ବନରେ ଘର ଏଠି କବି କଣ କହିଲେ? ଗହନ କାନନ ବନରେ ଘୋର ବର୍ଷା କାଳ ଗିରି ବାମକରେ ଧରିଲେ ନନ୍ଦ ଯଶୋଦା। ବାଳ ବାଳ ମାନେ କଣ? ଆଜ୍ଞା ଚୁଟି।
ବାଳ ମାନେ ବାଳକ ଛୋଟିଆ ଛୁଆ ଛୋଟିଆ ଛୁଆ ଆଜ୍ଞା ଖାଲି କଣ ସେତିକି ଆଉ କଣ ଆଉ ଗୋଟେ ପ୍ରମାଣ ନବୁ ଲେଖା ଦବ ମୋ ଛୋଟିଆ ଭାଇ ମାନେ ପୁଅ ମାନେ ଗୋଟେ ସାହିତ୍ୟ ବହି ପଢୁଛନ୍ତି ସେ ସାହିତ୍ୟ ବହିର ନାଁ ଗୋଟା ବିଷୟ ଅଛି ତା ନାଁ ହଉଛି ତ୍ରିରତ୍ନ ସେ ତ୍ରିରତ୍ନରୁ ଧାରିଏ ପଢୁଛି କଲା ବାଳକେ ମୋର ବୋଲ କର ବେଳହୁ ଗୋବିନ୍ଦ ସୁମାର ଏଠେଇ କବି କହିଲେ ବାଳକେ ମୋର ବୋଲ କର ସର୍ବାରିଷ୍ଟ ଶାନ୍ତିର ଭିତରକୁ ଯା ଯା ବେଳ ହୁ ଗୋବିନ୍ଦ ସୁମର ଆଉ ଧାରିଏ କହିବି ଆଜ୍ଞା ଆପଣ ମାନଙ୍କର ବାଲ୍ମୀକି ଯୋଉ 7 ଖଣ୍ଡ ରାମାୟଣ ଆଜ୍ଞା ଲେଖିଲେ ସେ 7 ଖଣ୍ଡ ରାମାୟଣ ପ୍ରଥମ କାଣ୍ଡର ନାଁ କଣ ବାଳକାଣ୍ଡ ବାଳକାଣ୍ଡ ଏଠି କବି କେମିତି କହିଲେ ବାଳକାଣ୍ଡ ତାମାନେ ବାଳକାଣ୍ଡ ମାନେ କଣ ଚୁଟି ବୁଢା ଲୋକ କହିଦେଇଛନ୍ତି ପୁଣି ଆଉ ଗୋଟା ଦେଖେ ଦେଖିଆ ଆପଣ ମାନଙ୍କର ଯୋଉ ଜଗନ୍ନାଥ ମନ୍ଦିର 60 ପଉଟି ଭୋଗ ହଉଛି ଏ ସକାଳେ ଯୋଉ ଭୋଗଟା ଆଜ୍ଞା ପ୍ରଥମ ଧୂପଟା ବାହାରୁଛି ବା ଯୋଉ ଭୋଗଟା ବାହାରୁଛି ସେ ଭୋଗଟାକୁ କଣ କହନ୍ତି ବାଳ ଭୋଗ କହନ୍ତି ବାଳ ଭୋଗ ହଁ ରେ ହଁ ଠିକ ଆଉ ଶୁଣିବୁ କଣ ବାଳ ବିଷୟରେ ଆଉ ଗୋଟା ପଦ ଶୁଣି ଶୁଣ ଦେଖିଆ କହିବ ଯେତେବେଳେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଆଜ୍ଞା ଆଜ୍ଞା ଏ 4 ଜଣଙ୍କୁ ରାଜା ଦଶରଥ ବିବାହ କରିକି ନେଇକି ଯାଉଛନ୍ତି ନାଇଁ କି ଜୟଗାନ କରିକି ବାଟରେ ଭେଟ ହେଲା କିଏ ପରଶୁରାମ ଭେଟ ହେଲା ଆଜ୍ଞା ଏଇଠି ଲକ୍ଷ୍ମଣ ପରଶୁରାମର ଯୁକ୍ତି ହେଇଛି ପରଶୁରାମ କହିଲା କେମନ୍ତ ଓ ଆଗରେ ଟିଙ୍ଗି ତୋ ଟିଙ୍ଗି ଛଡାଇ ଦେବି 21 ଥର ପୃଥିବୀ ଟିଙ୍ଗି ଦେଖଉଛୁ ଆଜ୍ଞା 21 ଥର ପୃଥିବୀ ମୁଁ ନିକ୍ଷେପ କରିଛି କଲା 21 ଥର ପୃଥିବୀ ମୁଁ ତୁ ଗୋଟା ଛୋଟିଆ ଛୁଆଟା କଣ ମୋ ଆଗରେ ଟିଙ୍ଗି ହଉଛୁ ଏଇଠି ଆଜ୍ଞା ପରଶୁରାମ କହିଲେ ଗୋଟାଏ ପଦ ଗାୟକ ଉଦୟନାଥ ରଥ ଶର୍ମା କଣ କହିଲେ କଲା ରେଣୁକା ତନୁଜ ଶ୍ରୀରାମନୁଜ ମହିଳାରେ ପାପି ମନୁଜ ପିତା ତୋର ଶଙ୍କା କରି କାନ୍ତା ମଧ୍ୟ ପିତା ତୋର ଶଙ୍କା କରି କାନ୍ତା ଲୁଚିଲା ଦେଖି ମୋ ସୌଜ ମୋରା ମୋ ବାଳ ତୁ ବୋଲାଉଛୁ ନ ଜାଣୁ କି ଚଳାଇଛୁ ଫରା କରି ନ ଜାଣୁ କି ବିଷ ପ୍ରଖର ଏଠେଇ କବି କହିଲେ ମୋ ବାଳ ତୁ ବୋଲାଉଛୁ ବୀର ଶେଖର ମାନେ ତୁ ଛୋଟିଆ ଛୁଆ ବାଳ କଟା ତୁ କଣ ମୋର କୀର୍ତ୍ତି କଣ କେତେ ମୋ ପରାକ୍ରମ କେତେ କଣ ଜାଣିଛୁ କାଲି କଣ ସେତିକି କବି ସମ୍ରାଟ ଭଞ୍ଜ ବହି ହେଲା ବୈଦେଶ ବିଳାସ ଏଇଠି ବାଳଟାକୁ ସିଏ ସମ୍ପୂର୍ଣ୍ଣ କହିଦେଲେ ଏଇ କଥାଟା ବାଳ ହବ ଏଇ ପଦଟା ଥାଉ ରହ ଏଇ ପଦଟା ବାଳ ଏଇଟାକୁ ନ୍ୟାୟ କରିଦେବା ତାପରେ ପୁରାଣ ଉପରକୁ ଯିବା ରହ ଯେତେବେଳେ ସୁପର୍ଣ୍ଣଖା ଲକ୍ଷ୍ମଣ ପାଖରେ ପ୍ରେମ ନିବେଦନ କରୁଥିଲା ଏଇଠି ଲକ୍ଷ୍ମଣ କହିଲେ ରହ ରାମଚନ୍ଦ୍ର ତ ଚିଠି ଲେଖିଛନ୍ତି ଲକ୍ଷ୍ମଣ ଚିଠିର ଭାବକୁ ବୁଝିଲେ ଆଜ୍ଞା ଏଇଠି କଲେ କଣ ନା ସୁପର୍ଣ୍ଣକା ସହିତ ପ୍ରେମା କରିବା ପାଇଁ କଣ କହିଲେ କଲା ଏ ବାଳ ଧରୁ ବିଚାର ବନ୍ଧ ସଂଯୋଗେ ପୁରୁଷ
ମୋ ଚୁଟି କଣ ଧରୁଛ ମୁଁ କଣ ହଉଛି এইঠে কবি কইলে বাল ধরু বিচারই কর্ণাট নারী কর্ণাট পুরুষ মানে কর্ণাট দেশর নারী মানঙ্কু যেতেবেলে প্রেম দান দিয়ন্তি সি আগ বালটা বা চুটিটাকু ধরନ୍ତି তেণু এଠି সুপর্ণখা বিচার কলা ইয়ে বোধে কর্ণাট দেশর যুবক সেইথি যোগু মো চুটিটাকু আগ ধরিলে এইঠে মো বালটাকু ধরিলে তেণু কবি ভঞ্জ কইলে এইটা হଉଛି বাଳ ଆଉ ସିଆଡ଼କୁ ଯାଆନ୍ତି